ପିଲାମାନେ, ଆମେ ପୂର୍ବ କ୍ଲାସରେ ତାରା ସୂର୍ଯ୍ୟ କବିତାର କବିଙ୍କର ପରିଚୟ, କବିତାର ସାରମର୍ମ ଏବଂ ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ପଦ୍ୟଗୁଡ଼ିକୁ ଆବୃତ୍ତି ସହିତ ଆଲୋଚନା କରିଥିଲେ। ଆଜି ଆମେ ଅବଶିଷ୍ଟ ପଦ୍ୟଗୁଡ଼ିକର ଆବୃତ୍ତି ଆଉ ଆଲୋଚନା କରିବା। ପିଲାମାନେ, ତୁମେ ସମସ୍ତେ ଜାଣିଛ ଏହି କବିତାର କବି ହେଉଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହେର। ଆଚ୍ଛା, କହିଲ ଦେଖି ତାଙ୍କ ଦ୍ୱାରା ରଚିତ ଅନ୍ୟ କାବ୍ୟଗୁଡ଼ିକର ନାମ ତମେ ଜାଣିଛ? ତମେ କହିଲ ଦେଖି। କେହି ଜାଣିନ? ତାହେଲେ ମନେ ରଖ। ତପସ୍ୱିନୀ, ପ୍ରଣୟବଲ୍ଲରୀ, ଇନ୍ଦୁମତୀ, କୀଚକବଧ ଆଦି ଅନେକ କବିତା ତାଙ୍କ ଦ୍ୱାରା ରଚିତ ହୋଇଛି। ମାତୃଭୂମି ଓ ମାତୃଭାଷାକୁ ଗଭୀର ଭାବରେ ଭଲ ପାଉଥିବା କବି ସ୍ୱଳ୍ପ ଶିକ୍ଷାଲାଭ କରିଥିଲେ ମଧ୍ୟ ତାଙ୍କ ରଚନାଗୁଡ଼ିକ ଓଡ଼ିଆ ସାହିତ୍ୟ ଭଣ୍ଡାରର ଅମୂଲ୍ୟ ଗ୍ରନ୍ଥ ଭାବରେ ବିବେଚିତ ହୋଇଛି ଓ ଓଡ଼ିଆ ଶିକ୍ଷାର୍ଥୀମାନଙ୍କ ପାଠ୍ୟପୁସ୍ତକରେ ସ୍ଥାନିତ ହୋଇଛି। ଏହି କବିତା ମାଧ୍ୟମରେ କବି ଦେଶବାସୀଙ୍କୁ ସେମାନଙ୍କର ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ସଚେତନ କରି ଜାଗ୍ରତ ହେବାକୁ ଆହ୍ୱାନ ଦେଇଛନ୍ତି। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ତାରାସୂର୍ଯ୍ୟ କବିତାଟି ତାଙ୍କର ଅର୍ଘ୍ୟଥାଳୀ ସଂକଳନରୁ ଆନିତ। ଏଥିରେ କବି ବିଦେଶୀ ଶାସକଙ୍କୁ ଲକ୍ଷ୍ୟ କରି ଆମ ସୂର୍ଯ୍ୟ ଆମ ପାଇଁ ସବୁଠୁ ଉଜ୍ଜଳ ବୋଲି ସ୍ୱାଭିମାନର ବାର୍ତ୍ତା ପ୍ରଦାନ କରିଛନ୍ତି। ଦେଶବାସୀଙ୍କୁ ତାରକାଗଣ ଭାବେ ସମ୍ବୋଧନ କରି ସେମାନଙ୍କ ଦୀପ୍ତି, ତେଜ ଓ ବିକ୍ରମ ସମ୍ପର୍କରେ ସଚେତନ ହେବାକୁ କବି କହିଛନ୍ତି। ବିଦେଶୀ ଶାସକମାନଙ୍କ ଉଦ୍ଦେଶ୍ୟରେ କବି ଦୃଢ଼ ଭାବରେ କହିଛନ୍ତି ଯେ ସେମାନେ ଯେତେ ବଳ ବିକ୍ରମଶାଳୀ ହେଲେ ମଧ୍ୟ ଆମ ସମ୍ପର୍କରେ ସେମାନେ ସମ୍ପୂର୍ଣ୍ଣ ଅଜ୍ଞ। ଭାରତୀୟମାନଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ସହ ସେମାନଙ୍କ ମନରୁ ହୀନମନ୍ୟତା ଦୂର ପାଇଁ ଏହି କବିତା ମାଧ୍ୟମରେ କବି ଆହ୍ୱାନ ଦେଇଛନ୍ତି। ଚାଲ ଆମେ ଏଇ ଯୋଉ ଅବଶିଷ୍ଟ ପଦ୍ୟଗୁଡ଼ିକ ରହିଲା ତାକୁ ଆବୃତ୍ତି କରିବା। ମୁଁ ଆବୃତ୍ତି କରିବି, ତମେ ମନ ଦେଇକି ଶୁଣିବ। ଆମ୍ଭ ରାଜ୍ୟେ ଆମ୍ଭର ବି କରେ ତମ କ୍ଷୟ, ଏଣୁ ଆମ୍ଭେ ଚାହୁଁ ଥାଉ ତାଙ୍କର ଉଦୟ। ଆମ୍ଭ ରାଜ୍ୟେ ଆମ୍ଭର ବି କରେ ତମ କ୍ଷୟ, ଏଣୁ ଆମ୍ଭେ ଚାହୁଁ ଥାଉ ତାଙ୍କର ଉଦୟ। ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ, ଆମ୍ଭ ତମ ନାସିବାକୁ ନାହିଁ ତ ପ୍ରଭାବ। ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ, ଆମ୍ଭ ତମ ନାସିବାକୁ ନାହିଁ ତ ପ୍ରଭାବ। ଯେ ଯାହାର ହିତ କରେ ନହେଲେ ତା ନାମ, ଆମ୍ଭ ଦେଶେ କହୁ ତାକୁ ନିମକ ହାରାମ। ଯେ ଯାହାର ହିତ କରେ ନହେଲେ ତା ନାମ, ଆମ୍ଭ ଦେଶେ କହୁ ତାକୁ ନିମକ ହାରାମ। ଆମ୍ଭ ରାଜ୍ୟେ ଆମ୍ଭର ବି କରେ ତମ କ୍ଷୟ, ଏଣୁ ଆମ୍ଭେ ଚାହୁଁ ଥାଉ ତାଙ୍କର ଉଦୟ। ଆମ୍ଭ ରାଜ୍ୟେ ଆମ୍ଭର ବି କରେ ତମ କ୍ଷୟ, ଏଣୁ ଆମ୍ଭେ ଚାହୁଁ ଥାଉ ତାଙ୍କର ଉଦୟ। ଏହି ପଦ୍ୟରେ କବି ସୂର୍ଯ୍ୟ ରୂପୀ ଇଂରେଜ ମାନଙ୍କର ଶାସନ କିପରି ଆମ ଲୋକମାନଙ୍କ ଉପରେ ପ୍ରଭାବ ପକାଉଛି ତାହା ବର୍ଣ୍ଣନା କରିଛନ୍ତି। ସେମାନଙ୍କର କଠୋର ଶାସନ ଫଳରେ ଭାରତୀୟମାନେ ନିଜକୁ ଶକ୍ତିହୀନ ମନେ କରିଛନ୍ତି। ଏଠାରେ କବି ତାରକା ମାନଙ୍କର ଉଦାହରଣ ମାଧ୍ୟମରେ ଭାରତଙ୍କ ମଧ୍ୟରେ ଥିବା ତେଜ ଶକ୍ତିକୁ ସ୍ମରଣ କରାଇବା ସହିତ
ସୂର୍ଯ୍ୟଙ୍କ ଠାରୁ ଅର୍ଥାତ୍ ଇଂରେଜଙ୍କ ଠାରୁ ମିଳୁଥିବା ଉପକାରକୁ ସ୍ୱୀକାର ମଧ୍ୟ କରିଛନ୍ତି। କାରଣ ମହତ ବ୍ୟକ୍ତି କେବେ କାହାକୁ ନଗଣ୍ୟ ମନେ କରି ନଥାନ୍ତି। ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ, ଆମ୍ଭ ତମ ନାସିବାକୁ ନାହିଁ ତ ପ୍ରଭାବ। ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ, ଆମ୍ଭ ତମ ନାସିବାକୁ ନାହିଁ ତ ପ୍ରଭାବ। ଏହି ପଦ୍ୟରେ କବି ତାରାଗଣ ଅର୍ଥାତ୍ ଭାରତୀୟ ମାନଙ୍କୁ ଆକ୍ଷେପ କରି କହିଛନ୍ତି, ତୁମ୍ଭେମାନେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଇଂରେଜ ମାନଙ୍କ ଆଗରେ ନିଜକୁ ଦୁର୍ବଳ ବୋଲି ମନେ କରୁଛ। ତେଣୁ ତୁମ୍ଭର ଏହି ବୀରତ୍ୱର ଲାଭ କଣ ଅଛି ଯଦି ତୁମ୍ଭେମାନେ ଇଂରେଜଙ୍କ ବିରୁଦ୍ଧରେ ନିଜର ସାହସକୁ ପ୍ରଦର୍ଶନ କରୁନାହ। ଏହି ପଦରେ ତାରା ରୂପକ ବୀରମାନଙ୍କୁ ଆହ୍ୱାନ ଦେଇ ଭାରତକୁ ସ୍ୱାଧୀନ କରିବା ପାଇଁ ସଂଗ୍ରାମ ଚଳାଇବାକୁ କବି ପ୍ରବର୍ତ୍ତାଇ ଅଛନ୍ତି। ଯେ ଯାହାର ହିତ କରେ ନହେଲେ ତା ନାମ, ଆମ୍ଭ ଦେଶେ କହୁ ତାକୁ ନିମକ ହାରାମ। ଯେ ଯାହାର ହିତ କରେ ନହେଲେ ତା ନାମ, ଆମ୍ଭ ଦେଶେ କହୁ ତାକୁ ନିମକ ହାରାମ। ଶେଷ ପଦରେ କବି କହିଛନ୍ତି, ଯିଏ ଆମକୁ ସାହାଯ୍ୟ କରେ ତାକୁ ଆମେ ସାହାଯ୍ୟ କରିବା ଉଚିତ। ଏହା ସହ ଉପକାରୀ ବ୍ୟକ୍ତିକୁ ସମ୍ମାନ ଓ କୃତଜ୍ଞତା ଜଣାଇବା ଉଚିତ। ଯିଏ ଅନ୍ୟର ଉପକାରକୁ ଭୁଲିଯାଏ ତାକୁ ଆମେ ନିମକହାରାମ ବୋଲି କହନ୍ତି। ଏହି କବିତାରେ ଏପରି କହିବାର ଉଦ୍ଦେଶ୍ୟ ହେଉଛି, ତାରକାମାନେ ଦୂରରେ ଥିବାରୁ ଯେପରି ତାଙ୍କର ଅବଦାନକୁ ଆମେମାନେ ନଗଣ୍ୟ ମନେ କରୁଛନ୍ତି, ସେହିପରି ବୀରତ୍ୱ ଥାଇ ମଧ୍ୟ ଭାରତବାସୀ ନିଜ ବୀରତ୍ୱକୁ ପ୍ରଦର୍ଶନ ନ କରିବାରୁ ସେମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ମିଳୁନାହିଁ। ପିଲାମାନେ କବିତାଟିକୁ ଭଲ ଭାବରେ ବୁଝିଲ ତ? ସମସ୍ତେ ବୁଝିଲ? ଆଚ୍ଛା, ତୁମେ ମାନେ ନିଜେ ନିଜେ ଆବୃତ୍ତି କରିପାରିବ? ଆରେ ତମେ ସବୁ ସୁନା ପିଲା, ସମସ୍ତ କବିତାଟିକୁ ଆବୃତ୍ତି କରିପାରିବ? ଠିକ ଅଛି, ଆସ ଏଇ ପଦ୍ୟରେ ଥିବା ନୂତନ ଶବ୍ଦ ଗୁଡ଼ିକର ଅର୍ଥ ଆମେ କହିବା। ଆଚ୍ଛା ପିଲେ, କିଏ କହିପାରିବ କହିଲ ତମ ଶବ୍ଦର ଅର୍ଥ କଣ? କିଏ କହିପାରିବ? ତମ ଶବ୍ଦର ଅର୍ଥ ହେଉଛି ଅନ୍ଧକାର। ଆରେ ସମସ୍ତେ ଜାଣିଛନ୍ତି ଆଉ, ସୁନା ପିଲା। ଆଚ୍ଛା କହିଲ, ନାସିବାକୁ ଶବ୍ଦର ଅର୍ଥ କଣ? ନାସିବାକୁ ଶବ୍ଦର ଅର୍ଥ ହେଉଛି ନଷ୍ଟ କରିବା ବା ନାସିବା। ଆଚ୍ଛା, ହିତ ଶବ୍ଦର ଅର୍ଥ ସମସ୍ତେ ଜାଣିଥିବ। ହିତ ଶବ୍ଦର ଅର୍ଥ କଣ? ହିତ ଶବ୍ଦର ଅର୍ଥ ହେଉଛି ମଙ୍ଗଳ କରିବା। ତୁମେ ସମସ୍ତଙ୍କ ମଙ୍ଗଳ କାମନା କରୁଛ ତ? ସମସ୍ତେ ସମସ୍ତଙ୍କର ମଙ୍ଗଳ କାମନା କଲେ ଆମେ ଭଲରେ ରହିବା। ଆଚ୍ଛା, ନିମକହାରାମ ମାନେ ଜାଣିଛ ନା କେହି ଜାଣିନଥିବ? ଜାଣିଛ ନିମକହାରାମ ମାନେ? ଏଇ କବିତାରେ ଯୋଉ ଶବ୍ଦ ଅଛି ନିମକହାରାମ, ତମେ କେବେ କାହାକୁ କିଛି କହିଛ ସେମିତି? ନିମକହାରାମ ହେଉଛି କୃତଘ୍ନ, ଅକୃତଜ୍ଞ। ତୁମେ ମାନେ ବିଭିନ୍ନ ନୂତନ ଶବ୍ଦର ଅର୍ଥ ସବୁ ଜାଣିନ। ଚାଲ ଆମେ କବିତାଟିର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ ହେଉଛି, ଆମ ରାଜ୍ୟରେ କିଏ ତମ କ୍ଷୟ କରେ? ଆଉ ଥରେ ପ୍ରଶ୍ନ କହିଦେବି। ଆମ ରାଜ୍ୟରେ କିଏ ତମ କ୍ଷୟ କରେ? ଆମ ରାଜ୍ୟରେ ରବି ତମ କ୍ଷୟ କରେ। ତମେ ଆଉ ଥରେ କହିଲ, ଆମ ରାଜ୍ୟରେ ରବି ତମ କ୍ଷୟ କରେ। ସବୁ ସୁନା ପିଲା। ଏବେ ଆମେ ଦ୍ୱିତୀୟ ପ୍ରଶ୍ନକୁ ଯିବା। ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ। ଆମ୍ଭେ ଚାହୁଁଥାଉ ତାଙ୍କର ଉଦୟ।
ଏଠାରେ କିଏ କାହାର ଉଦୟ ଚାହୁଁଛନ୍ତି? ଆମ ରାଜ୍ୟର ଲୋକମାନେ ଆମ୍ଭର ଅନ୍ଧକାରକୁ ଦୂର କରୁଥିବା ରବିଙ୍କର ଉଦୟ ଚାହୁଁଛନ୍ତି। ଏବେ ଯେ ନ କହିଛ ପୁଅ, ଆମ ରାଜ୍ୟର ଲୋକମାନେ ଆମ୍ଭର ଅନ୍ଧକାରକୁ ଦୂର କରୁଥିବା ରବିଙ୍କର ଉଦୟ ଚାହୁଁଛନ୍ତି। ଏବେ ଆମେ ତୃତୀୟ ପ୍ରଶ୍ନକୁ ଯିବା। ତୃତୀୟ ପ୍ରଶ୍ନ ହେଉଛି, ଆମ୍ଭ ତମ ନାସିବାକୁ କାହାର ପ୍ରଭାବ ନାହିଁ? ଆଉ ଥରେ ପ୍ରଶ୍ନ କହିଦେବି, ଆମ୍ଭ ତମ ନାସିବାକୁ କାହାର ପ୍ରଭାବ ନାହିଁ? ଆମ୍ଭ ତମ ନାସିବାକୁ ତାରାମାନଙ୍କର ପ୍ରଭାବ ନାହିଁ। ଏବେ ସମସ୍ତେ କହିପାରିବ? ହଁ କୁହ, ଆମ୍ଭ ତମ ନାସିବାକୁ ତାରାମାନଙ୍କର ପ୍ରଭାବ ନାହିଁ। ଏବେ ଆମେ ଚତୁର୍ଥ ପ୍ରଶ୍ନକୁ ଯିବା। ଆମ୍ଭ ଦେଶେ କହୁ ତାକୁ ନିମକ ହାରାମ। ଏହି କବିତାଂଶରେ ନିମକ ହାରାମର ଅର୍ଥ କଣ? ଆମେ ଆଲୋଚନା କଲେ। କୁହ, କେଉଁଟି ଠିକ? କୃତଜ୍ଞ ନା କୃତଘ୍ନ ନା ନାଚ ନା ହିଂସ୍ର? କେଉଁଟି ଠିକ କିଏ କହିପାରିବ? ହଁ, କୃତଘ୍ନ। ପୂର୍ବରୁ ଆମେ ଆଲୋଚନା କରିଥିଲେ, ତମେ ସମସ୍ତେ ଜାଣିଥିଲ ଯେ ନିମକ ହାରାମର ଅର୍ଥ ହେଉଛି କୃତଘ୍ନ। ଏବେ ଆମେ ଶେଷ ପ୍ରଶ୍ନକୁ ଯିବା। ଆଚ୍ଛା ପିଲେ, କହିଲେ ଦେଖି, କେଉଁମାନଙ୍କୁ ନିମକ ହାରାମ କୁହାଯାଇଛି? ଉପକାରୀ ପ୍ରତି କୃତଜ୍ଞତା ପ୍ରକାଶ କରୁଥିବା ବ୍ୟକ୍ତିକୁ ନା ନିଜର ଜୟଗାନ କରୁଥିବା ବ୍ୟକ୍ତିକୁ? ନିଜର ଜୟଗାନ ନ କରୁଥିବା ବ୍ୟକ୍ତିକୁ? ଉପକାରୀ ପ୍ରତି କୃତଜ୍ଞତା ପ୍ରକାଶ କରୁନଥିବା ବ୍ୟକ୍ତିକୁ? ତମେ ଜାଣିଛ? କିଏ କହିପାରିବ? ହାତ ଟେକ। ତମେ କହିପାରିବ? ହଁ, ଉପକାରୀ ପ୍ରତି କୃତଜ୍ଞତା ପ୍ରକାଶ କରୁନଥିବା ବ୍ୟକ୍ତି। ସମସ୍ତେ ଜାଣିଲ ତ? ନିମକ ହାରାମ ଆମେ କାହାକୁ କହିବା? ଉପକାରୀ ପ୍ରତି କୃତଜ୍ଞତା ପ୍ରକାଶ କରୁନଥିବା ବ୍ୟକ୍ତିକୁ। ତେଣୁ ତମେମାନେ ସମସ୍ତେ ଯିଏ ତମର ଉପକାର କରୁଛନ୍ତି ତାଙ୍କ ପ୍ରତି କୃତଜ୍ଞତା ସବୁବେଳେ ପ୍ରକାଶ କରିବ। ଆଚ୍ଛା ପିଲାମାନେ, ତମେମାନେ ସମସ୍ତେ ଭଲ ପିଲା। ଏତେ ସୁନ୍ଦର ଭାବରେ କବିତାଟିକୁ ମୋ ସହିତ ଆବୃତ୍ତି କଲ, କବିତାକୁ ଭଲ ଭାବରେ ବୁଝିଲ, ପ୍ରଶ୍ନ ଉତ୍ତର ଭଲ ଭାବରେ ଦେଲ, ସେଥିପାଇଁ ତମକୁ ସମସ୍ତଙ୍କୁ ଧନ୍ୟବାଦ।